ये कौन छतु देसी छतु ये आज रोषे हम ये देखु ये जड़े माँ ये छतु आनी ए बुढ़ी माउसी आउ ये स्वामी ए मौसा को भितर धुआं टाणिबार प्रतियोगिता चलती जी बेसी धुआं छाड़ सी जीतब आज कौन रोषे होची आज कोबी तरकारी होची ये कौन निजे जमी रे कोबी करचंदी हेलो नमस्कार मु सत्यव्रत पुणी आउ एक नुआ वीडियो रे आपण समस्त को स्वागत जनावछि मु आज गोटे गाँ को बुली आसी ए गाँटी ओडिशा आंध्र बॉर्डर रे रही कोरापुट जिला पटांग ब्लॉक अंतर्गत संबाई ग्राम पंचायत सुनाबेड़ा गाँ ये देखंतु एटी बॉल लगी आउठू सुनाबेड़ा जो सीमांत गाँ 5 किलोमीटर ठीक अच्छी चलतु से गाँ को जीवा देखा गाँव में लोक मैंने आज केमती रोचंती ये हूँ ओडिशा आंध्र सीमांतर शेष गाँ गाँर ना है सुनाबेड़ा गाँर परिवेश एमती अच्छी खोला मेला रे ड्रेन घर सबू धाड़ी की धाड़ी दुई धाड़ी अच्छी ए गाँर घर गुड़िक नीचारू उच्चा को पर्यायक्रमे अच्छी प्रथमे घर गुड़िक टिके गड़ाणी रे अच्छी तापर कुपर घर जो सबू उठाणी स्थान रही ये पिला माने बसिकी मोबाइल देखुंती वर्तमान तो मोबाइल जुग यही भाया घरे भी आज बहुत कष्ट लोक मैंने रोचंती ये कौन छतु देसी छतु ये आज रोषे हम ये देखु ये जड़े माँ ये छतु आनी आउ वर्तमान छतु तरकारी रांधे ये कौन जंगल रू आनी छतु ओहो ये पिला माने खेलुचंती ये पिला मानकर यही काच गुली खेल देखिले मो निजर पिला दिनर कथा मन पड़ जाउछि पिले कौन खेलुच बाटी खेलुच काच गली मु गाँर ऊपर मुंडे पहुँच सारे ए घर सबू उच्च स्थान रही आउरी सेपट को घर अच्छी ना नहीं सेपट आउ ना यहाँ पूरा उच्च स्थान रे यहाँ पूरा लास्ट ये देखंतु भाई माने मु गाँर पूरा शेष मुंडे रही अच्छी घर गुड़िक सबू गाँर आरंभ सबू नीचा स्थान रही आउ गाँर शेष मुंड जो पूरा पहाड़ उपर रही ए गाँटी पहाड़ उपर रही गाँ को लागिकी जंगल रही जंगल रू सबू वन्यजंतु बाहर भालू भालू बाहर
ଭାଲୁ ବାଘ ସବୁ ଅଛନ୍ତି ଆପଣ ଦେଖୁଛନ୍ତି ମୟୂର ଅଛନ୍ତି ଭାଲୁ ଦେଖୁଛନ୍ତି ବାଘ କଣ କଲରା ପତ୍ରିଆ ବାଘ ଓହୋ କିଛି ଅସୁବିଧା ହଉନି ହଁ ହଁ ମୁଁ ଆସିଛି ଆପଣଙ୍କ ଗାଁରେ ଲୋକମାନେ କେମିତି ରହୁଛନ୍ତି କ'ଣ ଖାଉଛନ୍ତି କେମିତି ଚଳୁଛନ୍ତି ତାର ଭିଡ଼ିଓ କରିବାକୁ ଆସିଛି ଆଉ ମୁଁ ଖାଲି ଦେଖିବିନି ମୋର ଏ ଭିଡ଼ିଓ କରିକି ମୁଁ ସମସ୍ତଙ୍କୁ ଏଇଟା ଦେଖେଇବାକୁ ଚାହୁଁଛି ଓଡ଼ିଶା ଆନ୍ଧ୍ର ସୀମାନ୍ତର ଏ ଓଡ଼ିଶାରେ ଶେଷ ଗାଁରେ ଲୋକମାନେ ଆଜି କେମିତି ରହୁଛନ୍ତି ଭାଇମାନେ ମୁଁ ଏଇଠି ଗୋଟେ ଜିନିଷ ଦେଖିଲି ମୁଁ ଆପଣମାନଙ୍କୁ ଦେଖେଇବି ଦେଖନ୍ତୁ ଏଇଠି କାନ୍ଥରେ ସତ୍ୟ ସାଇ ବାବାଙ୍କ ଫଟୋ ରହିଛି ଏ ଗାଁର ଲୋକମାନେ ସତ୍ୟ ସାଇ ବାବାଙ୍କୁ ନିଜର ଆରାଧ୍ୟ ଭାବରେ ପୂଜା କରିଥାନ୍ତି କାହିଁକି ନା ଏଇ ଗାଁର ଲୋକମାନଙ୍କୁ ଶ୍ରୀ ସତ୍ୟ ସାଇ ସଂଗଠନ ତରଫରୁ ପିଇବା ପାଣିର ବ୍ୟବସ୍ଥା କରାଯାଇଛି ପିଇବା ପାଣିର ଯେତେବେଳେ ଅସୁବିଧା ଏ ଗାଁରେ ଥିଲା ଏ ଗାଁ ଲୋକମାନେ ସରକାରଙ୍କୁ ବହୁତ ଗୁହାରି କରିଛନ୍ତି ବହୁତ ଅନୁରୋଧ କଲା ପରେ ବି ତାଙ୍କର ସେ ସମସ୍ୟା ଦୂର ହୋଇନଥିଲା ମାତ୍ର ଶ୍ରୀ ସତ୍ୟ ସାଇ ସଂଗଠନ ଆନ୍ଧ୍ରପ୍ରଦେଶ ତରଫରୁ ଏ ଗାଁରେ ଗାଁ ଲୋକମାନଙ୍କ ପାଇଁ ଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କରାଯାଇଛି ଏଇ ସୁନାବେଡ଼ା ଗାଁରେ ମୋଟ 70 ଘର ଅଛି ଆଉ 70 ଘରେ 270ରୁ 280 ଲୋକ ଏ ଗାଁରେ ରହୁଛନ୍ତି ଦେଖନ୍ତୁ ଗାଁର ଘର ସବୁ ଏମିତି ଅଛି ମୋଟ ଉପରେ ଗାଁର ଘର ସବୁ ପ୍ରାୟତଃ କଚ୍ଚା ଘର ବେଶୀ ଗାଁରେ ଅଛି କ୍ୱଚିତ ପକ୍କା ଘର ଅଛି ଦେଖନ୍ତୁ ଏଇ ଝାଟି ମାଟିର ଘରେ ଆଜି ବି ଲୋକମାନେ ରହୁଛନ୍ତି ଏ ଘରେ ଲୋକ ରହୁଛନ୍ତି ହଁ ଦେଖନ୍ତୁ ଭାଇମାନେ କେତେ ଶୋଚନୀୟ ଅବସ୍ଥାରେ ଲୋକମାନେ ଆଜି ଏମିତି ମାଟି ଘର ମାନଙ୍କରେ ମୁଁ ବର୍ତ୍ତମାନ ଏ ଘର ଭିତରକୁ ଯାଇକି ଘର ଭିତର ଦୃଶ୍ୟ ଦେଖେଇବି ଦେଖନ୍ତୁ ଏଠି ଗୋଟେ ପିଲା ଶୋଇଛି ତଳେ ସେ ଶୋଇଛି କମଳ ଘୋଡ଼େଇ ହେଇକି ଆଉ ଗୋଟେ ଛୋଟ ପିଲା ସିଏ ବି ଶୋଇଛି ଏଠି ଜଣେ ମା ଧୂଆଁ ପତ୍ର ଟାଣୁଛନ୍ତି ଧୂଆଁ ପତ୍ର ବିଡ଼ି କରିକି ସେ ଟାଣୁଛନ୍ତି ସୁଟା ଟାଣ ଏ ଦେଖନ୍ତୁ ଦେଖନ୍ତୁ ପିଅ ପିଅ ଧୂଆଁ ଛାଡ଼ ହଁ ଏଇ ଦେଖନ୍ତୁ ସେ ସେ ମଉସାଙ୍କୁ କୁହନ୍ତୁ ସିଏ ଟାଣିବେ ହଁ ତାଙ୍କୁ ଦିଅନ୍ତୁ ଦେଖିବା କିଏ ବେଶୀ ଧୂଆଁ ଛାଡ଼ିବ ଏଠି ଏ ବୁଢ଼ୀ ମାଉସୀ ଆଉ ତାଙ୍କ ସ୍ୱାମୀ ଏ ମଉସାଙ୍କ ଭିତରେ ଧୂଆଁ ଟାଣିବାର ପ୍ରତିଯୋଗିତା ଚାଲିଛି ଯିଏ ବେଶୀ ଧୂଆଁ ଛାଡ଼ିବ ସିଏ ଜିତିବ ତ ଦେଖିବା ବର୍ତ୍ତମାନ ପର୍ଯ୍ୟନ୍ତ ମଉସା ଆଗେଇକି ଅଛନ୍ତି
ଏଇଠି ଦେଖନ୍ତୁ ମାଉସୀ ଟିକେ ପଛେଇକି ଅଛନ୍ତି। ଆହୁରି ଛୁଟା ଟାଣ 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 ଟାଣ। ହଁ ଧୂଆଁ ଛାଡ଼ ଦେଖିବା କିଏ ବେଶୀ ଧୂଆଁ ଛାଡୁଛନ୍ତି। ହଁ ଏଇଠି ବି ପୁରା ଜୋରସୋରରେ ପୁରା ଚାଲିଛି ପ୍ରତିଯୋଗିତା। ହଉ ହଉ ଆଉ ଟିକେ ଧୂଆଁ ଛାଡନ୍ତୁ। ଧୂଆଁ ତ ଦେଖା ହଉନି, ଧୂଆଁ ସବୁ ପୁରା ଦେହ ଭିତରକୁ ନେଇ ଯାଉଛନ୍ତି। ଏଇ ଧୂଆଁ ଦେଖନ୍ତୁ ଧୂଆଁ। ଏ ସୂଟା କଣ ସବୁଦିନ ଟାଣୁଛନ୍ତି? ସବୁଦିନ ଟାଣିବେ? ଆକୁ କଣ ହାଟରୁ ଆଣୁଛନ୍ତି? ବଜାରରୁ କିଣିକି ଆଣୁଛନ୍ତି ଆଉ ତାକୁ ନିଜେ ତିଆରି କରିକି ଟାଣୁଛନ୍ତି। ଏଇ ଗାଁର ସବୁ ବୁଢ଼ାବୁଢ଼ୀ ମାନେ ବଜାରରୁ ଧୂଆଁ ପତ୍ର କିଣିକି ଆଣିଥାନ୍ତି ଆଉ ନିଜେ ସେ ଧୂଆଁ ପତ୍ରକୁ ସୂଟା ତିଆରି କରି ସକାଳ ସନ୍ଧ୍ୟା ବେଳେ ସେମାନେ ସୂଟା ଟାଣିଥାନ୍ତି ଆଉ ନିଜର ସବୁ ଟେନସନ୍ ଦୂର କରିଥାନ୍ତି। ହଉ ଏଇଠି ଦେଖନ୍ତୁ କେତେ ଦେଶୀ କୁକୁଡ଼ା। ଏ ଗାଁରେ ଘରେ ଘରେ କୁକୁଡ଼ା ସବୁ ରଖିଛନ୍ତି। ଗାଁର ଶେଷ ମୁଣ୍ଡରୁ ତଳକୁ ଯିବାକୁ ଏମିତି ପଥରରେ ସେମାନେ ରାସ୍ତା ତିଆରି କରିଛନ୍ତି। ଏଇପଟେ ଗାଁର ତଳକୁ ସେମାନେ ଓହ୍ଲାନ୍ତି। ଗାଁର ଜଣେ ଲୋକଙ୍କର ଘର ମୁଁ ଆପଣଙ୍କୁ ଦେଖେଇବି। ଦେଖନ୍ତୁ ଏଇ ମାଟି ଘରେ ବହୁତ ଦୁଃଖ କଷ୍ଟରେ ଗାଁର ଲୋକମାନେ ରହୁଛନ୍ତି। ଦେଖିବା ଏ ଭାଇଙ୍କ ଘର କେମିତି ଆଉ ଘରେ କେମିତି ସେ ରହୁଛନ୍ତି। ମାଟି କାନ୍ଥ, ଚଟାଣ ବି ମାଟିରେ ଅଛି। ଏମିତି ସବୁ ହାଣ୍ଡି ବାଲ୍ଟି ସବୁ ରଖିଛନ୍ତି। ଏଠି ସବୁ କଣ ଚାଉଳ ସବୁ ରହିଛି। ଏଇଠି এই ବେଡ୍ରେ ସେ ଶୋଉଛନ୍ତି। ଏଇଠି ତା ପୁଅ ମୋବାଇଲ ଦେଖୁଛି। ଏବେ ପିଲାମାନେ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ଏଠି ରୋଷେଇ ଚାଲିଛି। ଆଜି କଣ ରୋଷେଇ ହଉଛି? ଆଜି କୋବି ତରକାରୀ ହଉଛି। ଇଏ କଣ ନିଜେ ଜମିରେ କୋବି କରୁଛନ୍ତି? ଏ ଗାଁରେ ଲୋକମାନେ କ୍ଷେତ ବାଡ଼ିରେ କୋବି ଠାରୁ ଆରମ୍ଭ କରିକି ଯାବତୀୟ ପନିପରିବା ସେମାନେ ଚାଷ କରିଥାନ୍ତି। ଆଉ ଅଳ୍ପ ସମୟ ପରେ ରୋଷେଇ ସରିଯିବ, ତାପରେ ସେମାନେ ଖାଇବେ। ଏଇ ଘର କି ଘର? ଏଇଠି ଆଗରୁ ରୋଷେଇ ହଉଥିଲା। ଏଇଟା ତାଙ୍କର ଯୋଉ ସବୁ ଜିନିଷ ପତ୍ର ରଖିବା ପାଇଁ ଏ ଘର। ଦେଖନ୍ତୁ ଆଜି ଏଇ ଘରେ ବି ଲୋକମାନେ ବହୁତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଦେଖନ୍ତୁ
ଦେଖନ୍ତୁ ଗାଁର ଦୃଶ୍ୟ ଓଡ଼ିଶା ଆନ୍ଧ୍ର ସୀମାନ୍ତର ଶେଷ ଗାଁ ସୁନାବେଡ଼ା ଗାଁରେ ସନ୍ଧ୍ୟାବେଳର ଦୃଶ୍ୟ ଏମିତି ରହିଛି। ଲାଇଟ୍ ଜଳିଲାଣି। ଆପଣ ଏ ଗାଁର ୱାର୍ଡ ମେମ୍ବର ଅଛନ୍ତି? ସେବେଠାରୁ ଅଛନ୍ତି ନା? କେତେ ବର୍ଷ ହେଲାଣି ୱାର୍ଡ ମେମ୍ବର ଅଛନ୍ତି ଆପଣ? 5 ବର୍ଷ ଥିଲେ ପୁଣି ଆହୁରି ଆଉ ଗୋଟେ ଥର ବି ଅଛନ୍ତି। ମତେ ଚିହ୍ନି ପାରୁଛନ୍ତି? ମୁଁ ଆଗରୁ ଆସିଥିଲି ଗାଁକୁ ନା ପ୍ରଥମ ଥର ମିଶ୍ର ମଉସାଙ୍କ ସହିତ ମୁଁ ଆସିଥିଲି। ତାପରେ ଯୋଉ ଏ ଗାଁରେ ଗୋଟେ ଝିଅର ଯୋଉ ବାହାଘର ହଉଥିଲା ମତେ କାର୍ଡ ଦେଇଥିଲେ ନିମନ୍ତ୍ରଣ ପତ୍ର। ମୁଁ ଆସିଥିଲି ନା ନାଇଁ? ସେଦିନ ପୁରା ରାତିରେ ମୁଁ ଗଲି। ସମସ୍ତେ ସେଦିନ ପିଇକି ତାଙ୍କର ଡ୍ୟାନ୍ସ କରୁଥିଲେ, ଢେମସା ନାଚୁଥିଲେ। ମତେ ବି ୱାର୍ଡ ମେମ୍ବର ବାବୁ ନେଇକି ମଦ ଦଉଥିଲେ, ଟିକେ ପିଇ ଦିଅନ୍ତୁ। ମୁଁ କହିଲି ନା 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 ଏଗୁଡ଼ା ମୁଁ ପିଏନି। ହଁ ମନେ ପଡୁଛି ସେ କଥା। ହଁ ମୁଁ ବହୁତ ଦିନ ପରେ ଆପଣଙ୍କ ଗାଁକୁ ପୁଣି ବୁଲି ଆସିଛି ଦେଖିବା ପାଇଁ ଗାଁର ଲୋକମାନେ କେମିତି ଅଛନ୍ତି, ଗାଁରେ ସବୁ କ'ଣ ସବୁ ପରିବର୍ତ୍ତନ ହେଇଛି। ହଁ ହଉ, ଆପଣ ଏ ଗାଁର ୱାର୍ଡ ମେମ୍ବର ଅଛନ୍ତି, ସମସ୍ତଙ୍କର ଭଲ ମନ୍ଦ ସବୁବେଳେ ବୁଝୁଥିବେ। କାହାର କିଛି ଅସୁବିଧା ହେଲେ, ଦେହ ଖରାପ ହେଲେ ମେଡ଼ିକାଲ ନେବା ଠାରୁ ଆରମ୍ଭ କରିକି ସବୁ କାମରେ ଆପଣ ତାଙ୍କ ସହିତ ରହୁଥିବେ। ହଉ ଠିକ୍ ଅଛି, ମୁଁ ଆସୁଛି। ହଉ। ଯଦି ମୋ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଭିଡ଼ିଓରେ କମେଣ୍ଟ କରନ୍ତୁ, ଭିଡ଼ିଓକୁ ଅନ୍ୟମାନଙ୍କୁ ସେୟାର କରନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏଇଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟେ ପରିବାରକୁ ଘର ମିଳିଛି। ହିତାଧିକାରୀଙ୍କ ନାମ ପାରମା ସୁକୁରି, ସ୍ୱାମୀ ତ୍ରିନାଥ ସୁକୁରି, ଅଟକଳ ପରିମାଣ ଲେଖାଯାଇଛି। ଗ୍ରାମ ସୁନାବେଡ଼ା, ଗ୍ରାମ ପଞ୍ଚାୟତ ସମ୍ବାଇ, ବ୍ଲକ ପଟ୍ଟାଙ୍ଗୀ, ଜିଲ୍ଲା କୋରାପୁଟ। ଯାହା ହଉ ଏ ଗାଁରେ ପ୍ରଧାନମନ୍ତ୍ରୀ ଆବାସ କେତେ ଜଣଙ୍କୁ ମିଳିଛି ଦେଖନ୍ତୁ। ବର୍ତ୍ତମାନ ସନ୍ଧ୍ୟା 7:08 ହୋଇଛି। ଆଉ ଏଇ ସୁନାବେଡ଼ା ଗାଁର ଲୋକମାନେ ଘରେ ଘରେ ତାଙ୍କର ରାତ୍ରି ଭୋଜନ ଆରମ୍ଭ କରିସାରିଲେଣି। ଏଠି ଜଣେ ଝିଅ ତାଙ୍କର ରାତି ଖାଦ୍ୟ ଖାଉଛନ୍ତି। କ'ଣ ଆଜି ହେଇଛି? ତରକାରୀ, ଡାଲି ତରକାରୀ। ହଉ ଖାଅ ଝିଅ, ଖାଅ।